ନମସ୍କାର ଦର୍ଶକ ବନ୍ଧୁ, ଆପଣଙ୍କୁ ସତ୍ୟପାଠ ଚ୍ୟାନେଲରେ ସ୍ୱାଗତ। ଆଜି ପବିତ୍ର ଗୁରୁ ଦିବସ ଅବସରରେ ମୋର ସବୁ ଦର୍ଶକ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ସାକ୍ଷାତ ହେଉଛନ୍ତି ବ୍ରହ୍ମା ସ୍ୱରୂପ, ଗୁରୁ ବିଷ୍ଣୁ ସ୍ୱରୂପ, ଗୁରୁ ହେଉଛନ୍ତି ମହେଶ୍ୱର। ଅର୍ଥାତ୍ କହିବାର ତାତ୍ପର୍ଯ୍ୟ ହେଉଛି ଗୁରୁ ସାକ୍ଷାତ ପରମେଶ୍ୱର ପରମାତ୍ମା, ତେଣୁ ପରମ ବ୍ରହ୍ମ। ତେଣୁ ସେହି ଗୁରୁଙ୍କ ଚରଣରେ ମୋର ନମସ୍କାର, ଗୁରୁଙ୍କ ଚରଣରେ ଶତ ଶତ ପ୍ରଣାମ। କାରଣ ଗୁରୁଙ୍କ ବିନା ଆମେ କିଛି ନୁହେଁ। ଗୁରୁଙ୍କ ବିନା ଆମେ ଏ ଅଜ୍ଞାନତାର ଅନ୍ଧକାରରେ ଘୁରି ବୁଲିବା ହିଁ ସାର ଅଟେ। ମୁହିଁ ବସଇ ଗୁରୁ ଦେହେ ମୋତହୁଁ ଗୁରୁ ଭିନ୍ନ ନୁହେଁ, ଗୁରୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ। ମୁଁ ଗୁରୁଙ୍କ ହୃଦୟରେ ଅଛି, ଗୁରୁ ମୋ ହୃଦୟରେ ଅଛନ୍ତି। ମୋ ଠାରୁ ଗୁରୁ ଭିନ୍ନ ନୁହନ୍ତି ବା ଗୁରୁ ମୋ ଠାରୁ ଭିନ୍ନ ନୁହନ୍ତି। ଆମେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି। ତେଣୁ ଗୁରୁ ଶିଷ୍ୟ ଉଭୟ ପରିପୂରକ। ଗୋଟିଏ ବିନା ଅନ୍ୟର କୌଣସି ସାର୍ଥକତା ନାହିଁ। ଗୁରୁ ହେଉଛନ୍ତି ମଳୟ ପବନ, କାଷ୍ଟକୁ କରନ୍ତି ଚନ୍ଦନ। ଗୁରୁ ଯଦି ଜଣେ କାରଖାନାର ମାଲିକ ହୁଅନ୍ତି, ଶିଷ୍ୟଟି ହେଉଛି ଗୋଟେ କଞ୍ଚାମାଲ ବା ଗୁରୁ ଜଣେ ଯଦି କାରିଗର ହୁଅନ୍ତି, ତାହେଲେ ଶିଷ୍ୟଟିଏ ହେଉଛି ଗୋଟିଏ ମାଟି ପିଣ୍ଡୁଳା। ତେଣୁ ଗୁରୁ ଯେମିତି ଗଢ଼ିବେ, ଯେଉଁ ପ୍ରକାରର ଗଢ଼ିବେ, ସେହିପରି ଆକାର ନେବ ଶିଷ୍ୟଟି। ତେଣୁ ଗୁରୁଙ୍କର ଜ୍ଞାନ ବା ଗୁରୁ ହେଉଛନ୍ତି ମଳୟ ପବନ, ସେ ସାଧାରଣ କାଠଟିକୁ ମଧ୍ୟ ଚନ୍ଦନ କରିଦେଇ ପାରନ୍ତି। ଯଦି ଗୁରୁ ମଳୟ ପବନ ହୁଅନ୍ତି, ତେବେ ଶିଷ୍ୟ ସାଧାରଣ କାଷ୍ଠ। ଗୁରୁଙ୍କ ମଳୟ ପବନ ବାଜିଲେ ସାଧାରଣ କାଠଟି ମଧ୍ୟ ଚନ୍ଦନ ହୋଇଯାଏ। ତେଣୁ ଗୁରୁ ହେଉଛନ୍ତି ସେତିକି ମହାନ। ତେଣୁ ଗୁରୁଙ୍କ ସଂସ୍ପର୍ଶରେ ଆସିବା ମାତ୍ରେ ହିଁ ଆପଣ ଜ୍ଞାନ ପାଇବାରେ ଲାଗନ୍ତି, ଜ୍ଞାନର ଆଲୋକରେ ଆଲୋକିତ ହୁଅନ୍ତି। ଗୁରୁ ଚରଣେ ଯାର ଶ୍ରଦ୍ଧା, ତାକୁ ନ ଲାଗେ ଭବ ବାଧା। ଯିଏ ଗୁରୁଙ୍କ ଚରଣକୁ ସବୁବେଳେ ଶ୍ରଦ୍ଧା କରିଥାଏ, ଯିଏ ଗୁରୁଙ୍କୁ ସବୁବେଳେ ଭକ୍ତି କରିଥାଏ, ଯିଏ ଗୁରୁଙ୍କ ଚରଣରେ ଶ୍ରଦ୍ଧା ରଖିଥାଏ, ତାକୁ କେବେ ବି କୌଣସି ବାଧା ବିପତ୍ତି ଆସେ ନାହିଁ। ଜୀବନରେ କେବେ ବି ସେ ଅସଫଳ ହୁଏ ନାହିଁ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଗୁରୁଙ୍କୁ ଆମେ ସାଧାରଣ ମନୁଷ୍ୟ ବୋଲି ଭାବିବା ଉଚିତ ନୁହେଁ। କାରଣ ଗୁରୁ ହିଁ ହେଉଛନ୍ତି ସାକ୍ଷାତ ବ୍ରହ୍ମ ସ୍ୱରୂପ, ଈଶ୍ୱର ସ୍ୱରୂପ, ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ସ୍ୱରୂପ। ତେଣୁ ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଧ୍ୟାନ ମୂଳମ୍ ଗୁରୁର ମୂର୍ତ୍ତି, ପୂଜା ମୂଳମ୍ ଗୁରୁର ପଦମ୍, ମନ୍ତ୍ର ମୂଳମ୍ ଗୁରୁର ବାକ୍ୟମ୍, ମୋକ୍ଷ ମୂଳମ୍ ଗୁରୁର କୃପା। ଅର୍ଥାତ୍ ଯଦି ଆପଣଙ୍କୁ ଧ୍ୟାନ କରିବାର ଅଛି, ତେବେ ଆପଣ କେବଳ ଗୁରୁଙ୍କର ମୂର୍ତ୍ତି ବା ଗୁରୁଙ୍କର ସ୍ୱରୂପକୁ ଧ୍ୟାନ କରନ୍ତୁ। ପୂଜା ମୂଳମ୍ ଗୁରୁ ପଦମ୍, ଯଦି ଆପଣଙ୍କର କାହାକୁ ପୂଜା କରିବାର ଅଛି, ତେବେ ପୂଜାର ମୂଳ ହେଉଛି ଗୁରୁଙ୍କର ପାଦ। ତେବେ ପ୍ରଥମେ ଗୁରୁଙ୍କର ପାଦକୁ ପୂଜା କରନ୍ତୁ। ଯଦି ଆପଣଙ୍କୁ ମନ୍ତ୍ର ପଢ଼ିବାର ଅଛି, ମନ୍ତ୍ର ମୂଳମ୍ ଗୁରୁ ବାକ୍ୟମ୍, ତେବେ ଆପଣ ଗୁରୁ ବାକ୍ୟକୁ ମନ୍ତ୍ର ଭାବରେ ଧରି ନିଅନ୍ତୁ। ଗୁରୁଙ୍କର କହିଥିବା କଥାକୁ ଆପଣ ନିଶ୍ଚୟ ପାଳନ କରନ୍ତୁ। ମୋକ୍ଷ ମୂଳମ୍ ଗୁରୁର କୃପା, ଆପଣ ଯଦି ମୋକ୍ଷ ପାଇବାକୁ ଚାହୁଁଛନ୍ତି, ତେବେ ଗୁରୁ ଭକ୍ତି କରନ୍ତୁ।
ଗୁରୁଙ୍କୁ ସନ୍ତୁଷ୍ଟ କରନ୍ତୁ, ଗୁରୁ କୃପା ଲାଭ କରନ୍ତୁ, ଯାହା ଫଳରେ ଆପଣ ମୋକ୍ଷ ପାଇପାରିବେ। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା। ଦର୍ଶକ ବନ୍ଧୁ, ପୁଣି ଥରେ ଆପଣଙ୍କୁ ଗୁରୁ ଦିବସର ଅଭିନନ୍ଦନ ଜଣାଇ ଏ ଭିଡ଼ିଓଟିକୁ ଶେଷ କରୁଛି। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ଗୁରୁଦେବ ଲେଖିବାକୁ ଭୁଲନ୍ତୁ ନାହିଁ। ଆପଣଙ୍କୁ ଗୁରୁ ଦିବସର ଅନେକ ଅନେକ ଶୁଭେଚ୍ଛା। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ।